ନମସ୍କାର। ଜୁଲାଇ ଗସ୍ତର ଅଷ୍ଟମ ଦିବସ କାର୍ଯ୍ୟକ୍ରମ ସକାଳ 9:29ରେ କେନ୍ଦୁଝରରେ ମାଙ୍କ ମ୍ୟୁଜିକ୍ ସହିତ ଶ୍ରୀ ଗୁଣଚରଣ ସାହୁଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା। ଦୁର୍ଗାସ୍ତୋତ୍ର ଆବୃତ୍ତି କରିଥିଲେ ଗୀତାଞ୍ଜଳି ସାହୁ। ଧ୍ୟାନ ଓ ପ୍ରାର୍ଥନା ପାଠ କରିଥିଲେ ଚନ୍ଦ୍ରିକାମୟୀ ଦାସ। ମା ଗ୍ରନ୍ଥର ପଞ୍ଚମ ଅଧ୍ୟାୟ ପାଠ କରିଥିଲେ କାମିନୀ ନାୟକ। ମାତୃବନ୍ଦନା ଗାନ କରିଥିଲେ ଭାବେପ୍ରିୟା ସାହୁ। ବୃନ୍ଦାବନ ବାଇଙ୍କ ସ୍ୱାଗତ ଭାଷଣ ପରେ ପଞ୍ଚାୟତ ସ୍ତରୀୟ ସଂଗଠକ ଦେବେନ୍ଦ୍ର କୁମାର ନାଥ, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରମିଳା ଚାନ୍ଦୁଆ, କୃପାସିନ୍ଧୁ ପଣ୍ଡିତଙ୍କ ବଦଳରେ କାଳିନ୍ଦୀ ଚରଣ ସାହୁ ଏବଂ କୈଳାସ ଚନ୍ଦ୍ର ପାତ୍ର, ବ୍ଲକ ସ୍ତରୀୟ ସଂଗଠକ ତପସ୍ୱିନୀ ଖଣ୍ଡା, ଗୀତାଞ୍ଜଳି ସାହୁ ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିଥିଲେ। ଦଶ କର୍ମଧାରାର ସଂଗଠକ ଯଦୁନନ୍ଦନ ନାହକ, ସବିତା ଦାସ, ଶରତ ଚନ୍ଦ୍ର ପରିଡ଼ା ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିଥିଲେ। ଗୁଣଚରଣ ସାହୁ ଜିଲ୍ଲା ରିପୋର୍ଟ ଏବଂ ମାୟାଧର ସାହୁ ଜୋନାଲ ରିପୋର୍ଟ ଉପସ୍ଥାପନ କରିଥିଲେ। କପିଳାସ ପ୍ରସାଦ ଦାସ ଭାରତର ମହାନତା ବିଷୟ ଉପରେ ଆଲୋଚନା କରିଥିଲେ। ପ୍ରସାଦ ତ୍ରିପାଠୀ ଓଡ଼ିଶାରେ ସାଂଗଠନିକ କାର୍ଯ୍ୟକଳାପ ଉପରେ ବକ୍ତବ୍ୟ ରଖିଥିଲେ। ଗତ ବର୍ଷ ଯେଉଁଠାରେ ପ୍ରପତିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇ ନଥିଲା, ସେଠାରେ ସେ ପାଳନ କରିବାକୁ ଅନୁରୋଧ କରିଥିଲେ। 5 ଡିସେମ୍ବର ଏବଂ 9 ଡିସେମ୍ବର 2025ରେ ପ୍ରଭୁଙ୍କ ମହାପ୍ରୟାଣ ଏବଂ ମହାସମାଧିର 75ତମ ବାର୍ଷିକୀ ଏବଂ 24 ନଭେମ୍ବର 2026 ସିଦ୍ଧି ଦିବସର ଶତବାର୍ଷିକୀ ପାଳନର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ଗ୍ରାମାଞ୍ଚଳରେ ସାଂଗଠନିକ କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଓଡ଼ିଶାର ସମସ୍ତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପାଇଁ ସରକାରଙ୍କ ଦ୍ୱାରା ଉପଲବ୍ଧ ସ୍ୱାସ୍ଥ୍ୟ ସୁବିଧା ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ସୁମନ ସ୍ୱେଚ୍ଛାସେବକ ଭାବରେ ତାଲିମ ପାଇବା ପାଇଁ ଯଥାସମ୍ଭବ ଅଧିକ ସ୍ୱେଚ୍ଛାସେବକଙ୍କୁ ଚୟନ କରିବାକୁ ବ୍ଲକ ସଂଗଠକମାନଙ୍କୁ ଅନୁରୋଧ କରିଥିଲେ। ମାଙ୍କ 150ତମ ଜନ୍ମବାର୍ଷିକୀ ଫେବୃଆରୀ 2028 ସୁଦ୍ଧା ବାକି ଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବାକୁ ଗୁରୁତ୍ୱାରୋପ କରିଥିଲେ। ରସରାଜ ନାୟକ ଓ କପିଳେନ୍ଦ୍ର ମିଶ୍ର ମିଳିତ ଭାବରେ ମାତୃବନ୍ଦନା ଗାନ କରିଥିଲେ। ଦାଶରଥୀ ମିଶ୍ର ମାତାଙ୍କ ଚରଣ କମଳରେ କୃତଜ୍ଞତା ଅର୍ପଣ କରିଥିଲେ। ମାଙ୍କ ମ୍ୟୁଜିକ୍ ସହ ଧ୍ୟାନ ହୋଇ ଅପରାହ୍ନ 1:30ରେ ବୈଠକ ଶେଷ ହେବା ପରେ 155 ଅଂଶଗ୍ରହଣକାରୀଙ୍କୁ ମାଙ୍କ ବାର୍ତ୍ତା ବଣ୍ଟନ କରାଯାଇଥିଲା। ବୈଠକରେ 18ଟିରୁ 14ଟି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅପଭାଇମାନେ ଉପସ୍ଥିତ ଥିଲେ। ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ବାରିପଦା।